ବୋହୂ, ଏ ବୋହୂ, କୁଆଡ଼େ ଗଲୁ? ସକାଳୁ କୁଆଡ଼େ ଗଲାଣି ଭାରି ମ? ଆରେ ଆଜି ପରା ବାଟ ଓଷା, ସକାଳୁ ସକାଳୁ କୁଆଡ଼େ ଗଲାଣି? ଯାଏ ଟିକେ ଦେଖେ, କେତେ କାମ ସକାଳୁ, ଘର କାମ ଏପର୍ଯ୍ୟନ୍ତ କିଛି ହେଇନି। ଯାଏ ନହେଲେ ଜଙ୍ଗଲ ଆଡ଼େ ଟିକେ ଦେଖେ କୁଆଡ଼େ ଗଲା। ଏ ବୋହୂ, ଏ ବୋହୂ, କୁଆଡ଼େ ଗଲୁ ମ? ଆଜି ଓଷାକୁ ତଣ୍ଟି ପାଟି ମୋର ଶୁଖିଗଲାଣି। ମୁଁ ଡାକି ଡାକି କେମିତିଆ ବୋହୂଟେ କେଜାଣି ମୁଁ ଆଣିଲି କରିକି, କୁଆଡ଼େ ପଳେଇଲା ସକାଳୁ ସକାଳୁ। ହଉ ଛାଡ଼, ମୁଁ ଯାଉଛି ନହେଲେ ଘରକୁ ଯିବି, ମୋ ପୁଅକୁ ପଚାରିବି। ହେଲେ ମୋ ପୁଅକୁ କହିକି ଯାଇଥିବ କୁଆଡ଼େ ଯାଇଛି କ'ଣ। ଯାଏ ଦେଖେ ପୁଅ ପାଖକୁ। ଆରେ ପୁଅ, ପୁଅ ଜଗୁ, କୁଆଡ଼େ ଗଲୁ କି ରେ? ତୋ ସ୍ତ୍ରୀ ତ କୁଆଡ଼େ ପଳେଇଛି, ତୁ ହେଲେ କୁଆଡ଼େ ଗଲୁ? ଏତେ ବେଳ ହେଲାଣି ତୁ ଏଠି ଶୋଇଛୁ, ହେଲେ ତୋ ସ୍ତ୍ରୀ କୁଆଡ଼େ ସିଆଡ଼େ ପଳେଇଲାଣି? ମୁଁ ସିଆଡ଼େ ଖୋଜି ଖୋଜି ମୋ ତଣ୍ଟି ପାଟି ଶୁଖିଗଲାଣି। ଆଜି ବାଟ ଓଷାଟା କୁଆଡ଼େ ଗଲା କେଜାଣି, ଘର କାମ ଏପର୍ଯ୍ୟନ୍ତ କିଛି ହେଇନି। ବୋଉ, ତୁ ସକାଳୁ ସକାଳୁ କାହିଁ ମୁଣ୍ଡଟା ଖରାପ କରୁଛୁ କହିଲୁ? ସିଏ ତାର କୁଆଡ଼େ ଯାଇଛି, ଆସିବନି? ମୋ ଶୁଖିଲାଟାରେ ମୋ ନିଦଟାକୁ ତୁ ଭାଙ୍ଗିଦେଲୁ। ହଉ ର, ଦେଖୁଛି କୁଆଡ଼େ ଯାଇଛି। କି ଚଢ଼େଇ ଘର ବାଟ ଦେଇ ସକାଳୁ ସକାଳୁ କାଳୁ କାଉ ମାଛ ଧରି ବିକିବାକୁ ଆସିଲା। ମାଛ ନବ? ମାଛ ତାଜା ତାଜା ଫ୍ରେଶ୍ ମାଛ, ଦେଶୀ ମାଛ, ରୋହି, ଭାକୁର, କେରାଣ୍ଡି, ମିରିକାଳି ସବୁ ଆଣିଛି। ମାଛ ନବ? ମାଛ। କାଳୁ କାଉର ପାଟି ଶୁଣି ଟିକି ଚଢ଼େଇ କି ମାଛ ବୋଲି ଦେଖିବାକୁ ବାହାରକୁ ଆସିଲା। ଆଉ କହିଲା, ମାଛ ଭାଇ, କି ମାଛ ଆଣିଛ? ଏଠିକି ଆସ, ମୁଁ ରଖିବି। ପୁରା ଦେଶୀ ମାଛ ତ, ବଢ଼ିଆ ହେଇଛି। ଆସ ଆସ, ଖରାବେଳେ ମାଛ ଭଜା ସହ ପଖାଳ ଖାଇଦେବି, ଆଉ ରାତିକି ରଖିବି ଟିକେ ଆମ୍ବୁଲ ଦେଇ ସୋରିଷ ବେଶ ଦେଇ ଝୋଳ କରି ଖାଇବି। ଆଉ ଆଜି ପୁରା ବଢ଼ିଆ ହେଲା। ଦେଶୀ ମାଛ ବହୁତ ପସନ୍ଦ ମୋତେ। ଆସିଲ ଆସିଲ, କିଲୋ କେତେ ଟଙ୍କା ମାଛ? ମୁଁ ନେଇଯାଏ, ମୋତେ ଆଉ ମନଟା ସମ୍ଭାଳୁନି। ବଢ଼ିଆ ହେଇଛି। ମାଛ କିଲୋ ଜମାରୁ 200 ଟଙ୍କା। ଆଲୋ ଆଲୋ, ଇଏ ତ ମୋର ବୋହୂ ଠିଆ ହେଇଛି ନା କ'ଣ? ବୋହୂ, ବୋହୂ, ତୁ କ'ଣ ମାଛବାଲା ପାଖରେ ଠିଆ ହେଇଛୁ? ମୁଁ ତତେ କେତେ କୁଆଡ଼େ ଖୋଜି ସାରିଲିଣି। ଆଜି ପରା ବାଟ ଓଷା, ତୁ କ'ଣ ମାଛ ରଖିବାକୁ ବାହାରିଛୁ? ନାଇଁ ମ, ମୁଁ ସେଇ ବାଟ ଓଷା ଫୋଷା କରିପାରିବିନି। ମୋର ଆଜି ଇଚ୍ଛା ହେଇଛି ମୁଁ ଦେଶୀ ଚୁନା ମାଛ ଖାଇବାକୁ। ମୁଁ ମୋର ଖାଇବି, ଖରାବେଳେ ଭାଜି ପଖାଳ ଖାଇବି, ଆଉ ରାତିକି ଟିକେ ଝୋଳ ଆମ୍ବୁଲ ଦେଇ କରିକି ଖାଇବି। ମୁଁ କିଛି ଓଷା ଫୋଷା କରିପାରିବିନି। ଏଇଠି ତ ଇଏ ଆସି ପହଞ୍ଚିଗଲା। ଏଇଠି ମୋର ଆଜି ମାଛ ଖାଇବାକୁ ଇଚ୍ଛା ହେଉଛି। ପଇସା ଦେଲ, ମୁଁ ମାଛ ଦେଖେ। ବୋଉ ମୋତେ କହୁଛନ୍ତି ବାଟ ଓଷା କରିବାକୁ। ମୁଁ ସେ ଓଷା ଫୋଷା କରିପାରିବିନି। ହେଲା, ମୋତେ ଦିଅ ପଇସା, ମୁଁ ମାଛ ରଖିବି। ତମେ ମାନେ ସେତିକି ଝଗଡ଼ା କର, ସେପଟେ ପୁଅ ଦିହ ଭାରି ଖରାପ, ଘରକୁ ଚାଲ। ଆରେ ଆରେ, ମୋ ନାତିର କ'ଣ ହେଲା? କାହିଁକି ଉଠୁନି ମୋ ନାତି? ଏ ନାତି, ନାତି, ଉଠିଲୁ ଉଠିଲୁ, ଦେଖିଆ କ'ଣ ହେଇଛି ତୋର। ରୁହ ମ, ତମେ ଖାଲି ଡାକି ଦଉଛ। ରୁହ, ମୁଁ ଡାକି ଦେଖେ ମୋ ପୁଅର କ'ଣ ହେଇଛି। ଏ ପୁଅ, ଉଠିଲୁ, ଉଠେ। କ'ଣ ହେଇଛି? ତୁ କ'ଣ ପାଇଁ କଥା କହୁନୁ ଯେ? ମା, ମୋ ପୁଅ କାହିଁ ଉଠୁନି, କଥା କହୁନି। କ'ଣ କରିବି ମୁଁ ଏବେ? ହଉ, ତୁ ଜମା ବ୍ୟସ୍ତ ହୋନା, ତୁ ବାଟ ଓଷା କରେ, ଦେଖିବୁ ମୋ ନାତି ଦିହ ଭଲ ହେଇଯିବ, ବୁଝିଲୁ? ହଉ ତାହେଲେ ଠିକ୍ ଅଛି। ଓଷା କେମିତି ହୁଏ ତମେ ମୋତେ କୁହ, ମୁଁ କରିବି, ବୁଝିଲ? ମୂଳା, କଦଳୀ, ଆଖୁ, ଦୀପ, ଧୂପ, ଫୁଲ ଆଉ ପିଠା ସବୁ ଯୋଗାଡ଼ କରିବାକୁ ପଡ଼ିବ। ଆଉ ଶୁଣେ, କିଛି ଜିନିଷ ଲୋଭରେ ଘରେ ରଖିବୁନି, ସବୁ ଠାକୁରଙ୍କ ପାଖକୁ ନେଇକି ଯିବୁ, ହେଲା, ବୁଝିଲୁ? ଆଉ ଶୁଣେ, ଗୋଟେ ବଜରମୂଳି ଗଛ ଆଣିବୁ, ଯେଉଁଟାକି ଠାକୁରଙ୍କ ପାଖରେ ପୂଜା ହେବ। ଲାଷ୍ଟକୁ ଦାଣ୍ଡ ପହଁରା ହେଇ ସେ ଗଛଟାକୁ ଆଣି ତୋ ପୁଅ ମୁଣ୍ଡରେ 7 ଥର ବାଡ଼େଇବୁ, ବୁଝିଲୁ? ତାପରେ ଟିକି ଚଢ଼େଇ ତା ଶାଶୁ କଥା ଶୁଣି ନଦୀକୁ ଗାଧେଇବାକୁ ଗଲା। ଆଉ ସେଠି ନଦୀକୁ ଯାଇ ଗାଧେଇ ପାଧେଇ ଘରକୁ ଆସି ଶାଶୁ ଯେମିତି ତାକୁ କହିଥିଲେ, ଆସି ପିଠାପଣା କଲା। ପିଠାପଣା କରି ଭୋଗ ସବୁ ସଜାଡ଼ି ଥୋଇଲା। ସନ୍ଧ୍ୟା ହେଇଗଲା। ତାପରେ ଟିକି ଚଢ଼େଇ ଭୋଗ ସବୁ ଧରି ଜଙ୍ଗଲର ଅନ୍ୟ ଚଢ଼େଇମାନଙ୍କ ପାଖକୁ ଭୋଗ ନେଇକି ଗଲା ପୂଜା କରିବା ପାଇଁ। ବଜରମୂଳି ଗଛ ଭୋଗ ଠାକୁରଙ୍କ ପାଖରେ ରଖି
ପୂଜା କରିବାକୁ ଲାଗିଲା। ପୂଜା ସଇଲା ପରେ ଟିକି ଚଢ଼େଇ ଆଉ ଜଙ୍ଗଲର ଅନ୍ୟ ଚଢ଼େଇମାନେ ମିଶି ବଜୁରୀ ଗଛକୁ ପାଟିରେ କାମୁଡ଼ି ଦାଣ୍ଡ ପହଁରା କରିବାକୁ ଲାଗିଲେ। ଆଉ ଯେମିତି ପୂଜା ସଇଲା, ଟିକି ଚଢ଼େଇ ଭୋଗ ଆଉ ବଜୁରୀ ଗଛକୁ ପାଟିରେ କାମୁଡ଼ି ଘରକୁ ନେଇକି ଆସିଲା। ଘରକୁ ନେଇକି ଆସିଲା ପରେ ଟିକି ଚଢ଼େଇର ଶାଶୁ କହିଲେ, ବୋହୂ ବୋହୂ ତୁ ଗୋଟେ କାମ କରେ, ତୁ ମୋ ନାତି ଉପରେ 7 ଥର ଏ ଝାଟିଟାକୁ ବାଡ଼େଇ ଦେ, ଆଉ ତାପରେ ଦେଖିବୁ ସିଏ ଠିକ୍ ହେଇଯିବ ହେଲା। ଟିକି ଚଢ଼େଇ ତା ଶାଶୁ କଥା ଶୁଣି ବଜୁରୀ ଝାଟିଆରେ ତା ପୁଅକୁ 7 ଥର ତା ମୁଣ୍ଡକୁ ବାଡ଼େଇଲା। ବାଡ଼େଇଲା ପରେ ଟିକି ଚଢ଼େଇର ପୁଅ ଉଠି ବସିଲା। ଟିକି ଚଢ଼େଇର ଶାଶୁ ଟିକି ଚଢ଼େଇକି କହିଲା, କିଲୁ ତ ତୁ ମନା କରୁଥିଲୁ ଓଷା କରିବୁନି, ଏବେ କ'ଣ ହେଲା? ମୋ କଥା ମାନିଲୁ ବୋଲି ଓଷା କଲୁ, ଆଉ ତୋ ପୁଅ ଦେହ ଭଲ ହେଇଗଲା, ବୁଝିଲୁଟି? ହଁ ବୋଉ, ତମେ ଯାହା କହିଲ ଠିକ୍ ସେଇଆ ହିଁ ହେଲା। ମୋର ଭୁଲ ହେଇଛି, ମୁଁ ଏଥର ସବୁ ବର୍ଷ ବାଟ ଓଷା କରିବି।